ନା ମୁଁ ଏଇଥିରେ ରାୟରେ ସନ୍ତୁଷ୍ଟ ନୁହଁ। ମୋ ଛୁଆର ହତ୍ୟାକାରୀ ହଉଛନ୍ତି ବାବୁଲ ନାୟକ ଆଉ ତା ଟିମ୍ ହଉଛନ୍ତି ମୋ ଝିଅର ହତ୍ୟାକାରୀ। ସେ ଯୋଉ ଛୁଆଟାକୁ ଫସିଛନ୍ତି ହରିଜନ ଛୁଆଟାକୁ ସରୋଜ ସେଠିକି ସେ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ। ମାନେ ତାକୁ ଗୋଟେ ବକରା ହିଁ କରୁଛନ୍ତି। ଆମ କଥା ବାରମ୍ବାର ଆମେ କହିଲା ପରେ ବି ଆମ କଥା ଶୁଣିଲେନି। ଆମ ଝିଅର ସାର୍ଟ ତାର ବହୁତ ପ୍ରକାର ଜିନିଷ ଯାହା ଆମ ଆଖି ଆଗରେ ନେଇଥିଲେ ତାକୁ ବି ସେମାନେ ଗାୟବ କରିଦେଇଛନ୍ତି। ଆମକୁ ସାକ୍ଷୀ ପାଇଁ ଯେତେବେଳେ ଡାକିଥିଲେ ସେତେବେଳେ ଆମକୁ ଦେଖେଇଲେ କି ସେଇଟା ମୋ ଝିଅର ସାର୍ଟ ନୁହଁ। ମୁଁ ବାରମ୍ବାର ସେ କୋର୍ଟ ଆଗରେ ଜଜ ଆଗରେ ବାରମ୍ବାର କହିଲି କିନ୍ତୁ ମୋ କଥା କେହି ଶୁଣିଲେନି। ଗୋଟେ ନିର୍ଦ୍ଦୋଷ ଟାକୁ ଫସେଇ ସେ ମେନ୍ ଆସାମୀ ଗୁଡାକୁ ଫସେଇ ଦେବା ପାଇଁ ଏମାନଙ୍କର ଗୋଟେ ଗୋଟେ ପ୍ଲାନ୍। ଆଉ କିଛି ନୁହଁ। ମୁଁ ଏଥିରେ ଜମାରୁ ସନ୍ତୁଷ୍ଟ ନୁହଁ। ସେ ଦୋଷୀ ନୁହଁ। ଦୋଷୀ ହଉଛି ବାବୁଲ ନାୟକ ଆଉ ତା ଟିମ୍। ଆଉ ଏଥିରେ ଅରୁଣ ସାହୁଙ୍କର ହାତ ସମ୍ପୂର୍ଣ୍ଣ ଭାବେ ଅଛି। ଅରୁଣ ସାହୁଙ୍କର ହାତ ଥିବାରୁ ଆମ କେସ୍ ଟାକୁ ସେମାନେ ବୁଲଉଛନ୍ତି। ନା ଏଇ ରାୟକୁ ଆମେ ସ୍ୱୀକାର କରିବୁନି। ଯଦି ଆବଶ୍ୟକ ପଡେ ଆମେ କହିବା ଆମ ହାତରେ ତ ସେ ନାହିଁ ନା ଲୋକ ବଳ ନାହିଁ ଧନ ବଳ ନାହିଁ କି ଜ୍ଞାନ ବଳ ନାହିଁ। କହିବାକୁ ଗଲେ ଆମ ହାତରେ କିଛି ନାହିଁ ଖାଲି ଧର୍ମ ବଳ ଗୋଟାକ ଅଛି। ସେ ଗୋଟାକୁ ନେଇକି ଯଦି ଭଗବାନ ଆମକୁ କିଛି ସୁଯୋଗ ଦେବେ ଆମେ ନିହାତି ଭାବେ ଆଗକୁ ଯିବୁ। ଛାଡିବୁନି ସେ ମୋ ଛୁଆର ହତ୍ୟାକାରୀ ମାନଙ୍କୁ ଛାଡିବୁନି। ଗୋଟେ ଯଦି ବାବୁଲ ନାୟକକୁ ସେମାନେ ଫାଶୀ ଦେଇଦେବେ ଆମେ ଚୁପ୍ ହେଇକି ବସିବୁ। ବାବୁଲ ନାୟକକୁ ଫାଶୀ ନହେଲା ପର୍ଯ୍ୟନ୍ତ ଆମେ ଛାଡିବୁନି। ଆମେ ଆଗରୁ ଦାବି କରୁଥିଲୁ ଏବେ ବି ଦାବି କରୁଛୁ କି ସିବିଆଇ ତଦନ୍ତ କରାଯାଉ। ଏମାନଙ୍କ ଉପରେ ଆମର ଆଗରୁ ବିଶ୍ୱାସ ନଥିଲା କି ଏବେ ବି ବିଶ୍ୱାସ ନାହିଁ। ଆମର ସିବିଆଇ ତଦନ୍ତ ନିହାତି ଭାବେ ଦରକାର। ତାଙ୍କ ହାତରେ ସରକାର ତାଙ୍କ ହାତରେ ଆଇନ କାନୁନ ତାଙ୍କ ହାତରେ ସବୁ କିଛି। ଆମ ହାତରେ କିଛି ନାହିଁ। ଆମ କଥାକୁ ଶୁଣୁଛି କିଏ ସେ ଯାହା ଚାହିଁବେ ସେ ଚାହିଁଲେ ବି ହାତରେ ବେକ କାଟିଦେବେ। ତାଙ୍କର ଏମିତି ଇଏ ହେଲାଣି ମାନେ ତାଉ ପଡିଲାଣି ସେ ହାତରେ ବି ସେ ବେକ କାଟି ଦଉଛନ୍ତି। ଆଉ କିଛି ମାନେ କିଛି ଅସମ୍ଭବ କଥା ନୁହଁ ତାକୁ ଜେଲ ଦେଇଦବା। ସେ ସେଇଆ ହିଁ କରେ ସେଇଥିପାଇଁ ତ ତାକୁ ଆଣିଥିଲେ କି ତାକୁ ସଜା ଦେବା ପାଇଁ। ସେ ତାକୁ ହିଁ ସଜା ଦେଇଦେଲେ କିନ୍ତୁ ଆମେ ସେଥିରେ ସନ୍ତୁଷ୍ଟ ନାହୁଁ। ଆମର ଯଦି କିଛି କରିବାର କ୍ଷମତା ନାହିଁ ତଥାପି ଆମେ ଚେଷ୍ଟା କରିବୁ କେମିତି ଆଗକୁ ବଢିବୁ। କିନ୍ତୁ ଛାଡିବୁନି ଗୋଟେ ମାନେ ନ୍ୟାୟକୁ ବି ଆମେ ଛାଡିବୁନି। ବାବୁଲ ନାୟକ ଫାଶୀ ନ ପାଇଲା ଯାଏଁ ଆମେ ଶାନ୍ତିରେ କେବେ ବସିବୁନି।